ସମସ୍ତଙ୍କୁ ଶୁଭେଚ୍ଛା। ଓଡ଼ିଆ ନେଟ୍ ଆଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କରୁଥିଲେ ଲୋକନାଟକର ପ୍ରଶ୍ନ ଉତ୍ତର। ଆଉ କେତୋଟି କ୍ୱେଶ୍ଚିନ୍ ପ୍ରଶ୍ନ ଉତ୍ତର ବାକି ରହିଯାଇଛି। ଏହି ଭିଡ଼ିଓରେ ଆଲୋଚନା କରିବା। ଏହିଭଳି ନୂଆ ନୂଆ ଭିଡ଼ିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଆଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ PDF ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଆଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଡେସ୍କ୍ରିପ୍ସନରେ ଲିଙ୍କ୍ ଦିଆହେଇଛି। ଆଜିର ପ୍ରଶ୍ନ, ଆମେ ପୂର୍ବ ଭିଡ଼ିଓରେ 40ଟି ପ୍ରଶ୍ନ ଆଲୋଚନା କରିଥିଲେ। ଆଜି ତା ପରବର୍ତ୍ତୀ ପ୍ରଶ୍ନ ରହିବ 41 ନମ୍ବର ପ୍ରଶ୍ନ। ଅଜା ତୃତୀୟ ଚରିତ୍ର ଏକ ପ୍ରଶ୍ନକର୍ତ୍ତାର ଭୂମିକା ନେଇ କେଉଁ ଲୋକନାଟକରେ ଆବିର୍ଭୂତ ହୋଇଥାଏ? ଉତ୍ତର ହେବ ଚଢ଼େୟା ନାଟ। ଅତୀତରେ ଜଗନ୍ନାଥଙ୍କ ସମ୍ମୁଖରେ କେଉଁ ନୃତ୍ୟର ପରମ୍ପରା ଥିଲା? ଅତୀତରେ ଜଗନ୍ନାଥଙ୍କ ସମ୍ମୁଖରେ କେଉଁ ନୃତ୍ୟର ପରମ୍ପରା ଥିଲା? ମାହାରୀ ନୃତ୍ୟ। ଉତ୍ତର କ'ଣ ହେବ? ମାହାରୀ ନୃତ୍ୟ। ଏହି ମାହାରୀ ନୃତ୍ୟ ହିଁ ପରବର୍ତ୍ତୀ ସମୟରେ ଗୋଟିପୁଅ ନୃତ୍ୟ ହୋଇଛି। ତାପରେ ଆସିଲା 43 ନମ୍ବର ପ୍ରଶ୍ନ। ମାହାରୀ ନୃତ୍ୟ ପରବର୍ତ୍ତୀ କାଳରେ କେଉଁ ନୃତ୍ୟ ଭାବରେ ଆତ୍ମପ୍ରକାଶ କରିଛି? ଏହାର ଉତ୍ତର ହେବ ଗୋଟିପୁଅ ନାଟ। ମାହାରୀ ନୃତ୍ୟ ପରବର୍ତ୍ତୀ କାଳରେ କେଉଁ ନୃତ୍ୟ ଭାବରେ ଆତ୍ମପ୍ରକାଶ କରିଛି? ଗୋଟିପୁଅ ନାଟ। 44 ନମ୍ବର ପ୍ରଶ୍ନ। ଚୈତିଘୋଡ଼ା ନାଟରେ କେଉଁ ଦେବୀଙ୍କୁ ଆରାଧନା କରାଯାଏ? ଶକ୍ତି ରୂପିଣୀ ମା ବାସେଳି। ମନେ ରଖିବେ। ଚୈତିଘୋଡ଼ା ନାଟରେ କେଉଁ ଦେବୀଙ୍କୁ ଆରାଧନା କରାଯାଏ? ଚୈତିଘୋଡ଼ା ନାଟରେ ଶକ୍ତି ରୂପିଣୀ ମା ବାସେଳି ଦେବୀଙ୍କୁ ଆରାଧନା କରାଯାଏ। ଚୈତିଘୋଡ଼ା ନାଟ କେବେ ଅନୁଷ୍ଠିତ ହୁଏ? ଉତ୍ତର ହେବ ଚୈତ୍ର ପୂର୍ଣ୍ଣିମା ଦିନ ଚୈତିଘୋଡ଼ା ନାଟ ଅନୁଷ୍ଠିତ ହୁଏ। ପରବର୍ତ୍ତୀ ପ୍ରଶ୍ନ। ଚୈତ୍ର ପୂର୍ଣ୍ଣିମା କେଉଁମାନଙ୍କର ଏକ ସ୍ମରଣୀୟ ପର୍ବ? କୈବର୍ତ୍ତମାନଙ୍କର। ଉତ୍ତର କ'ଣ ହେବ? କୈବର୍ତ୍ତମାନଙ୍କର। କୈବର୍ତ୍ତ ଗୀତାର ରଚୟିତା କିଏ? ଅଚ୍ୟୁତାନନ୍ଦ ଦାସ। କୈବର୍ତ୍ତ ଗୀତାର ରଚୟିତା ଅଚ୍ୟୁତାନନ୍ଦ ଦାସ। ପରବର୍ତ୍ତୀ ପ୍ରଶ୍ନ। ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଲୋକନାଟକ କ'ଣ? ଏହାର ଉତ୍ତର ହେବ ଛଉ। ସମସ୍ତେ ଜାଣିଛନ୍ତି ଛଉ। ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଲୋକନାଟକ ହେଉଛି ଛଉ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଲୋକନାଟକରେ ମୁଖାର ବ୍ୟବହାର କରାଯାଇଥାଏ? କେଉଁ ଲୋକନାଟକରେ ମୁଖାର ବ୍ୟବହାର କରାଯାଇଥାଏ? ଉତ୍ତର ହେବ ଛଉ। ଛଉ ଲୋକନାଟକରେ। ଛଉ ନାଟର ମୁଖ୍ୟ ରସ କ'ଣ? ବୀର ରସ। ମନେ ରଖିବେ। ମୁଖ୍ୟତଃ ଛଉ ନାଟର ମୁଖ୍ୟ ରସ ହେଉଛି ବୀର ରସ। ପରବର୍ତ୍ତୀ ପ୍ରଶ୍ନ। ଛଉ ଶବ୍ଦ କେଉଁ ଶବ୍ଦରୁ ଉତ୍ପତ୍ତି? ଛାଉଣି ଶବ୍ଦରୁ। ଛଉ ଶବ୍ଦ ଛାଉଣି ଶବ୍ଦରୁ ଉତ୍ପତ୍ତି। ପରବର୍ତ୍ତୀ ପ୍ରଶ୍ନ। ମୟୂରଭଞ୍ଜ ଜିଲ୍ଲା ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଛଉ ନୃତ୍ୟ ପରିଲକ୍ଷିତ ହୋଇଥାଏ? ମୟୂରଭଞ୍ଜ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଛଉ ନୃତ୍ୟ ପରିଲକ୍ଷିତ ହୋଇଥାଏ? ବିହାରର ଷଢ଼େଇକଣା, ପଶ୍ଚିମବଙ୍ଗର ପୁରୁଲିଆ, ମୟୂରଭଞ୍ଜ। ତାହେଲେ କେଉଁ ଜାଗାରେ ଛଉ ନାଚ ଦେଖିବାକୁ ମିଳିଥାଏ? ମୟୂରଭଞ୍ଜ ଜିଲ୍ଲା, ବିହାରର ଷଢ଼େଇକଣା ଏବଂ ପଶ୍ଚିମବଙ୍ଗର ପୁରୁଲିଆ ଅଞ୍ଚଳରେ। ପରବର୍ତ୍ତୀ ପ୍ରଶ୍ନ। ଛଉ ନୃତ୍ୟରେ ମଞ୍ଚ ଉପରକୁ ପ୍ରଥମେ କିଏ ଆସନ୍ତି? ନଟ ନଟି। ଛଉ ନୃତ୍ୟରେ ପ୍ରଥମେ ମଞ୍ଚ ଉପରକୁ ନଟ ନଟି ଆସନ୍ତି। ପରବର୍ତ୍ତୀ ପ୍ରଶ୍ନ। ଛଉ ନୃତ୍ୟ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟ ରହିଛି। ସେଗୁଡ଼ିକ କ'ଣ? ଚୌକବନ୍ଧା, ଧରଣ, ଟବକା। ମନେ ରଖିବେ। ଛଉ ନୃତ୍ୟ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟ ରହିଛି। ସେଗୁଡ଼ିକ କ'ଣ? ଚୌକବନ୍ଧା, କ'ଣ କ'ଣ?
ଚୌକବନ୍ଧା, ଧରଣ, ଟପକା। ପରବର୍ତ୍ତୀ ପ୍ରଶ୍ନ, ଛଉ ନୃତ୍ୟରେ ଓସ୍ତାଦ ମାନେ କେତୋଟି ଉପିଲ ବା ଉପଲୟ ଶିକ୍ଷା ଦେଇଥାନ୍ତି? 36ଟି। ମନେ ରଖିବେ କେତୋଟି? 36ଟି ଉପିଲ ବା ଉପଲୟରେ ଶିକ୍ଷା ଦେଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଡବଲ ହେଇଯାଇଛି 55 ନମ୍ବର ପ୍ରଶ୍ନଟି। ଛଉ ନୃତ୍ୟରେ ଓସ୍ତାଦ ମାନେ କେତୋଟି ଉପିଲ ବା ଉପଲୟ ଶିକ୍ଷା ଦେଇଥାନ୍ତି? ଉତ୍ତର ହେବ 36ଟି। ପରବର୍ତ୍ତୀ ପ୍ରଶ୍ନ, କେଉଁ ଲୋକନାଟକଟି ମୂକାଭିନୟ? କେଉଁ ଲୋକନାଟକଟି ମୂକାଭିନୟ? ସେମାନେ ଗୀତ ଗାଆନ୍ତି ନାହିଁ, ମୂକ ଭାବରେ ଅଭିନୟ କରନ୍ତି। ଛଉ। ଆର ଉତ୍ତର ହେବ ଛଉ ଲୋକନାଟକ। ପରବର୍ତ୍ତୀ ପ୍ରଶ୍ନ, ଡାଲଖାଇ କେଉଁ ଅଞ୍ଚଳର ଲୋକପ୍ରିୟ ନୃତ୍ୟ? ପଶ୍ଚିମ ଓଡ଼ିଶାର। ଡାଲଖାଇ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନୃତ୍ୟ। ପରବର୍ତ୍ତୀ ପ୍ରଶ୍ନ, ଡାଲଖାଇ ନୃତ୍ୟରେ କେଉଁ ଦେବୀଙ୍କୁ ଆରାଧନା କରାଯାଏ? ମଙ୍ଗଳା ବା ଦୁର୍ଗା। ମନେ ରଖିବେ ଡାଲଖାଇ ନୃତ୍ୟରେ ମଙ୍ଗଳା ବା ଦୁର୍ଗା ପୂଜା ପାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଡାଲଖାଇର ଏକ ମାର୍ଜିତ ରୂପ କ'ଣ? ରସରକେଲି। ଆର ଉତ୍ତର ହେବ ରସରକେଲି। 60 ନମ୍ବର କ୍ୱେଶ୍ଚନ୍, ରସରକେଲି କେଉଁ ଅଞ୍ଚଳର ଏକ ଲୋକପ୍ରିୟ ନୃତ୍ୟ? ଉତ୍ତର ହେବ ପଶ୍ଚିମ ଓଡ଼ିଶାର। ରସରକେଲି ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ନୃତ୍ୟ। କ୍ୱେଶ୍ଚନ୍ ନମ୍ବର 61, କରମା ନାଚ କେବେ ପାଳିତ ହୁଏ? କରମା ନାଚ କେବେ ପାଳିତ ହୁଏ? ଉତ୍ତର, ଭାଦ୍ର ଶୁକ୍ଳ ପକ୍ଷ ଏକାଦଶୀ ଦିନ ପାଳିତ ହୁଏ। ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀ ଦିନ କରମା ନାଚ ପାଳିତ ହୁଏ, ନାଚ ହୁଏ। ପରବର୍ତ୍ତୀ ପ୍ରଶ୍ନ, କରମା ନାଚ କେଉଁ ଅଞ୍ଚଳର ଲୋକପ୍ରିୟ ନୃତ୍ୟ? ପଶ୍ଚିମ ଓଡ଼ିଶାର। ଏ କରମା ନାଚ ମଧ୍ୟ ତାହେଲେ ଡାଲଖାଇ, ରସରକେଲି, କରମା ନାଚ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନୃତ୍ୟ। ସାର୍ବଜନୀନ ମୁଖାର ବ୍ୟବହାର କେଉଁ ନାଟର ପ୍ରଧାନ ବୈଶିଷ୍ଟ୍ୟ? ଦେଶୀୟ ନାଟ। ସାର୍ବଜନୀନ ମୁଖାର ବ୍ୟବହାର କରାଯାଇଥାଏ ତେବେ ଦେଶୀୟ ନାଟରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ନାଟରେ ସାଧାରଣ ମାନବ ଚରିତ୍ର ପାଇଁ ମୁଖାର ବ୍ୟବହାର କରାଯାଏ ନାହିଁ? ସାଧାରଣ ମଣିଷ ଚରିତ୍ର ବା ମାନବ ଚରିତ୍ର ପାଇଁ ମୁଖାର ବ୍ୟବହାର କରାଯାଏ ନାହିଁ। କେଉଁ ଲୋକନାଟରେ? ଆର ଉତ୍ତର ହେବ ଦେଶୀୟ ନାଟ। କେଉଁ ନାଟରେ? ଦେଶୀୟ ନାଟରେ। ପରବର୍ତ୍ତୀ ପ୍ରଶ୍ନ, ଘୁମୁରା ନାଚ କେଉଁ କେଉଁ ଅଞ୍ଚଳରେ ପ୍ରସିଦ୍ଧ? ଘୁମୁରା ନାଚ କେଉଁ କେଉଁ ଅଞ୍ଚଳରେ ପ୍ରସିଦ୍ଧ? ଉତ୍ତର ହେବ ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି। ବଲାଙ୍ଗୀର, ସୁନ୍ଦରଗଡ଼ ଓ କଳାହାଣ୍ଡି ଏହି ଅଞ୍ଚଳରେ ପ୍ରସିଦ୍ଧ ଘୁମୁରା ନାଚ। ସଞ୍ଚାରକୁ ଆଉ କ'ଣ କୁହାଯାଏ? ବାହକ ନାଟ ମଧ୍ୟ କୁହାଯାଏ। ସଞ୍ଚାରକୁ ବାହକ ନାଟ ମଧ୍ୟ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, କୈଶାବାଡ଼ି ନୃତ୍ୟ ଓଡ଼ିଶାର କେଉଁ ଅଞ୍ଚଳର? ପଶ୍ଚିମ ଓଡ଼ିଶାର। କୈଶାବାଡ଼ି ନୃତ୍ୟ ଓଡ଼ିଶାର କେଉଁ ଅଞ୍ଚଳର? ଉତ୍ତର ହେବ ପଶ୍ଚିମ ଓଡ଼ିଶାର। ପରବର୍ତ୍ତୀ ପ୍ରଶ୍ନ, ପୁରୀରେ କେଉଁ କେଉଁ ଯାତ୍ରା ଅନୁଷ୍ଠିତ ହୁଏ? ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ। ପୁରୀରେ କେଉଁ କେଉଁ ଯାତ୍ରା ଅନୁଷ୍ଠିତ ହୁଏ? ଶୀତଳ ଷଷ୍ଠୀ, ବାହୁଡ଼ା ଯାତ୍ରା, ଲଙ୍କାପୋଡ଼ି। ପରବର୍ତ୍ତୀ ପ୍ରଶ୍ନ, ଧନୁଯାତ୍ରା କେଉଁଠାରେ ଅନୁଷ୍ଠିତ? ସମ୍ବଲପୁର। ଧନୁଯାତ୍ରା ସମ୍ବଲପୁର ବା ବରଗଡ଼, ସମ୍ବଲପୁର। ପରବର୍ତ୍ତୀ ପ୍ରଶ୍ନ, ଦଧିନାଟ କେଉଁ ଅଞ୍ଚଳର? ଉତ୍ତର ହେବ ବାଲେଶ୍ୱର ଅଞ୍ଚଳର। ଦଧିନାଟ ବାଲେଶ୍ୱର ଅଞ୍ଚଳର। ପରବର୍ତ୍ତୀ ପ୍ରଶ୍ନ, ଠାକୁରାଣୀ ଯାତ୍ରା କେଉଁ ଅଞ୍ଚଳର? କୋରାପୁଟରେ ତେବେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ପ୍ରହ୍ଲାଦ ନାଟକ କେଉଁ ଅଞ୍ଚଳର ଲୋକପ୍ରିୟ ନାଟକ? ଦକ୍ଷିଣ ଓଡ଼ିଶାର। ପ୍ରହ୍ଲାଦ ନାଟକ ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ନାଟକ। 73। ପରବର୍ତ୍ତୀ ପ୍ରଶ୍ନ, ପ୍ରହ୍ଲାଦ ନାଟକର ମୁଖ୍ୟ ଚରିତ୍ର କିଏ? ପ୍ରହ୍ଲାଦ ନାଟକର ମୁଖ୍ୟ ଚରିତ୍ର ହେଉଛନ୍ତି ପ୍ରହ୍ଲାଦ, ହିରଣ୍ୟକଶ୍ୟପ
ଏବଂ लीलावती। परवर्ती प्रश्न, उत्तर प्रदेशर लोकप्रिय नाट्यधारा कौन? नौटंकी। उत्तर प्रदेशर लोकप्रिय नाट्यधारा नौटंकी। परवर्ती प्रश्न, कर्णाटकर लोकप्रिय लोकनाटक कौन? दद्धत। कर्णाटकर लोकप्रिय लोकनाटक दद्धत। 76 एवं आजिर शेष प्रश्न, काश्मीर लोकप्रिय नाट्य कौन? काश्मीर लोकप्रिय नाट्य कौन? भांड जश्न काश्मीर लोकप्रिय नाटक बा लोकनाटक बा लोकप्रिय नाट्य। एभली नुआ नुआ वीडियो पाइबाकू चाहूथिले चैनल को सब्सक्राइब करंतु। ओडिया नेट अचीवर्स चैनल को सब्सक्राइब करंतु एवं कमेंट माध्यम रे निजर मतामत जणांतु। धन्यवाद।